ଉପସଂହାର। 3 ମାସ ତଳେ ତୁଳସୀ ଚଉରା ପାଖରେ ସାଆନ୍ତାଣୀ ଯେପରି ପଡ଼ିଥିବାର ଦେଖାଯାଇଥିଲା, ଠିକ୍ ସେହି ସ୍ଥାନରେ ଠିକ୍ ସେହିପରି ଉତ୍ତରକୁ ମୁଣ୍ଡ କରି ପୁରୁଣା କତରା ଖଣ୍ଡକରେ ମଙ୍ଗରାଜେ ପଡ଼ିଛନ୍ତି। ହାତ ଗୋଡ଼ ନଡ଼ବଡ଼ ହେବାକୁ ନାହିଁ। ଆଖିରେ ପଲକ ପଡ଼ୁନାହିଁ। ଏକ ଧ୍ୟାନରେ ଉପରକୁ ଚାହିଁ ରହିଛନ୍ତି। ଶିବା ଚମାର, କାର୍ତ୍ତିକ ନାୟକ ଦୁଇଜଣ ବୈଦ୍ୟ ଲାଗିଥିଲେ। କାଲି ରାତିରୁ ଜବାବ ଦେଇ ଅଲଗା ହୋଇଗଲେଣି। ଗୋପିଆତନ୍ତୀ ହାତ ଲଗାଇଛି। ଗୋପିଆତନ୍ତୀ ଓରଫ ଗୋପୀ କବିରାଜ ଜଣେ ଡାକଫୁକାର ଟାଣୁଆ ବୈଦ୍ୟ। ଚାରିଖଣ୍ଡ ଗ୍ରାମର ଲୋକେ ତାହାକୁ ଜାଣନ୍ତି। ଦିନ ରାତି ତାହାର ନାକ ପୋଛିବାର ତର ଥାଏ ନାହିଁ। ସକାଳୁ ଉଠି ପାଛୁଡ଼ାଟା ଅଣ୍ଟାରେ ଭିଡ଼ିଦେଇ, କାନ୍ଧରେ ନାଲିଆ ଗାମୁଛା ପକାଇ, କାଖ ତଳେ ଔଷଧ ବଟୁଆ ଝୁଲାଇ, ବାଙ୍କ ମୂଳିଆ ବାଉଁଶ ବାଡ଼ି ହାତରେ ଧରି ରୋଗୀ ଖୋଜିବାକୁ ବାହାରେ। ବଟୁଆ ମଧ୍ୟରେ ବାସ୍ତରୀ ନିଦାନ ରୋଗର ଔଷଧ ବଟିକା ଅଲଗା ତସର ଲୁଗାରେ ସାଇତା ଅଛି। ଗୋପୀର ଦଦେଇ ଜଣେ ନାମଜାଦା ବୈଦ୍ୟ ଥିଲେ। ତାଙ୍କ ଔଷଧ ରୋଗୀ ଦେହର ଚକମକି ପଥର ପରି ଲାଗିଯାଏ। ତାଙ୍କ ହାତ ତିଆରି ବଟିକା ଗୋପୀ ଆଜିଯାଏ ସାଇତି ରଖିଅଛି। ଗୋପୀ ମଳୁ ବିଛଣା ଡାହାଣ ପାଖରେ ବସି ଢେର ବେଳଯାଏ ନାଡ଼ି ଚିପିଲେ। ଉପରକୁ ଅନାଇ ଆଖି ବୁଜି ଦାନ୍ତ ନିଶାଡ଼ି ରୋଗ ଅନୁମାନ କଲେ। ମୁକୁନ୍ଦା ଭକ ଭକ କରି କବିରାଜଙ୍କ ମୁହଁକୁ ଚାହିଁଥାଏ। ପଚାରିଲା, କବିରାଜେ, କ'ଣ ଦେଖିଲେ? କବିରାଜେ ଗମ୍ଭୀର ଭାବରେ ସ୍ଥିର ହୋଇ ବସି କହିଲେ, ଏଁ ବୋଇଲା, କଣ୍ଠଶ୍ଳେଷ ପ୍ରାଣୟିନୀ ଜନେ କିଂ ପୁନର୍ଦୁଭ ସଂସ୍ଥେ। ବୋଇଲା, କଣ୍ଠରେ ତ ଶ୍ଳେଷା ଲାଗିଲେ ପ୍ରାଣ ଯାଏ। ସେ ପୁଣି ଦୂରକୁ ଚାଲିଗଲେ କ'ଣ ହେବଟି? ହେଲେ ମୁଁ କି ଏମାନଙ୍କ ପରି ଅପାଠୁଆ କବିରାଜ ହୋଇଛି? ଦେଖ, ମୁଁ ରୋଗକୁ କାନିରେ ବାନ୍ଧିନେବି। କବିରାଜେ ଏହା କହି କାନିରେ ଗଣ୍ଠି ପକାଇଲେ। ମୁକୁନ୍ଦା ପଚାରିଲା, ମଳୁର ଗୋଟାଏ ଗୋଟାଏ ଜାଗା ଫୁଲିଛି କ୍ୟାଁ? କବିରାଜେ, ବୋଇଲା, ସ୍ୱର୍ଣ୍ଣାଦିଷ୍ଟ ଗୁଣଂ ଶୋଥଂ। ବୋଇଲେ, ଶ୍ଳେଷ୍ମା ଦୋଷଗୁଣରୁ ଶୋଥ ହୁଏ। ହେଉ, ଭାବନା ନାହିଁ। କସ୍ତୁରୀ ପେଟରେ ପଡ଼ିଲେ ସବୁ ଛାଡ଼ିଯିବ। କସ୍ତୁରୀ ତିଳକମ୍ ପେଟକୁ ଦିଆଯିବ, ଆଉ ତିଳକ କରିଦେବାକୁ ହେବା। କବିରାଜ ମୁକୁନ୍ଦା ପାଖକୁ ନଗଦ 4 ଅଣା ପଇସା ନେଇ ଦେଢ଼ ମାଢ଼ କସ୍ତୁରୀ ବଟୁଆରୁ କାଢ଼ିଲେ। ଏହାକୁ ଅନୁପାନ ଦରକାର। କବିରାଜେ ବୋଇଲେ, ପାଠ କହିଲା, ମସ୍ତକମ୍ ମଟୁକୀ ରାତ୍ରି ଶୁଣ୍ଠି ପିପ୍ପଳି ମେ ବଚ। ବୋଇଲା, ରାତ୍ରିରେ ଶୁଣ୍ଠି, ପିପ୍ପଳି, ବଚ ମୁଥା ମାରି କୁଟିବା। ମୁକୁନ୍ଦା ପଚାରିଲା, କେତେ ଲେଖାଏଁ ଏ ସମସ୍ତ ପଦାର୍ଥ ଆସିବ? କବିରାଜେ, ବୋଇଲା, ଅନୁପାନ ବିଶେଷେଣ କରୋତି ବିବିଧାନ ଗୁଣାନ୍। ବୋଇଲା, ଅନୁପାନ ବିଶେଷ କରି ଅଧିକ କରିଦେଲେ ବିଧା ମାରିଲା ପରି ଗୁଣ ହେବ। କବିରାଜେ ରୋଗର ବ୍ୟାଖ୍ୟା ଏବଂ ଔଷଧର ବ୍ୟବସ୍ଥା କରୁ କରୁ ରୋଗୀ ଅଥୟ ହୋଇପଡ଼ିଲାଣି। କ୍ରମଶଃ ନିଃଶ୍ୱାସ ବଳି ପଡ଼ୁଛି। 2 ଆଖି କୋଣରୁ 2 ଟୋପା ଜଳ ଗଡ଼ି ପଡ଼ିଲାଣି। ମଙ୍ଗରାଜେ 4 ଦିନ ହେଲା ପଡ଼ିଛନ୍ତି। ଏକ ଧ୍ୟାନରେ ଆକାଶକୁ ଚାହିଁ ପଡ଼ିଛନ୍ତି। କେତେବେଳେ ଟିକିଏ ଆଖି ଲାଗିଲେ
ହାଉଳି ଖାଇଲା ପରି ଚମକି ପଡ଼ି କହନ୍ତି, ଥ ଥ ମା ଆ ଗୁଁ, ଥ ମା ଆ ଗୁଁ। ସ୍ୱର କ୍ଷୀଣ, କ୍ରମଶଃ କ୍ଷୀଣତର, କିଛି ବୁଝାଯାଉ ନାହିଁ। ତାଙ୍କୁ ଟିକିଏ ଛାଇ ନିଦ ଲାଗିଲେ ଦେଖନ୍ତି, ଆକାଶରେ ଏକ ଭୟଙ୍କରୀ ମୂର୍ତ୍ତି। ବିଶାଳ ମୁଣ୍ଡରେ ବାଳମୁକୁଳା, ମୂଳା ପରି ବଡ଼ ବଡ଼ ଧଳା ଧଳା ଦାନ୍ତ, 2-3 ହାତ ଲମ୍ବ ଜିଭ ଲହ ଲହ କରି ତାକୁ ଖାଇବାକୁ ଧାଇଁଛି। ମଙ୍ଗରାଜଙ୍କ ମନରେ ହୁଏ, ତନ୍ତୀ ସାହିର ଭଗିଆ ତନ୍ତୀ ପିଣ୍ଡାରେ ଗୋଟିଏ ସ୍ତ୍ରୀ ନଟି ବୁଲାଉଥିବାର ଦେଖିଥିଲେ। ସେହି ସ୍ତ୍ରୀ ମୂର୍ତ୍ତି ଭୟଙ୍କର ବିକଟାଳ ରୂପ ଧାରଣ କରି ଏହିପରି ବିକୃତ ଅବସ୍ଥାକୁ ପ୍ରାପ୍ତ ହୋଇଅଛି। ଏ ସେହି ମୂର୍ତ୍ତି, ଯେମନ୍ତ ବଜ୍ର ସ୍ୱରରେ କହୁଛି, ମୋ 6 ମାଣ 8 ଗୁଣ୍ଠ ଜମି ଦେ। ମଙ୍ଗରାଜ ହାଉଳି ଖାଇ କହନ୍ତି, ଥ ମା ଆ ଗୁଁ। ମଙ୍ଗରାଜଙ୍କର ଆଉ ଥରେ ଆଖି ଲାଗିଗଲା। ଦେଖିଲେ ଗୋଟାଏ ଭୟଙ୍କର ନରକଙ୍କାଳ ଦିଗନ୍ତରାଳରେ ଦେହ ଲୁଚାଇ ମୁଖ ବ୍ୟାଦାନ ପୂର୍ବକ ତାଙ୍କୁ ଗ୍ରାସ କରିବା ନିମନ୍ତେ ଯେମନ୍ତେ ଏକଧ୍ୟାନରେ ନୀରବରେ ଚାହିଁ ରହିଅଛି। ତାଙ୍କୁ ଭଲ ଭାବରେ ଜଣାଗଲା, ଯାହାର ଜମି ଛଡ଼ାଇ ନେବାରୁ ଅନାହାରରେ ଶୁଖି ଶୁଖି ପ୍ରାଣତ୍ୟାଗ କରିଥିଲେ, ଏଇଟି ସେହି ମୂର୍ତ୍ତି। ଆଉ ଦେଖିଲେ, ଭଗିଆ ପରି ସହସ୍ର ସହସ୍ର ବାୟା ଆକାଶମାର୍ଗସ୍ଥ ଘୋର କଳାମେଘ ମଧ୍ୟରୁ ବାହାରୁଅଛନ୍ତି। ସମସ୍ତଙ୍କ ହସ୍ତରେ ଖଡ୍ଗ ଏବଂ ଲୁହାର ମୁଦ୍ଗର। ଏକାବେଳକେ ସମଗ୍ର ମୁଦ୍ଗର ତାଙ୍କ ମୁଣ୍ଡରେ ପଡ଼ିଲା ପରି ଜଣାଗଲା। ମଙ୍ଗରାଜେ ରଡ଼ି ଛାଡ଼ି ପଳାଇବାକୁ ବାହାରିଛନ୍ତି। ଦେହରେ ଶକ୍ତି ନାହିଁ, ପାଟି ଫିଟୁନାହିଁ। ମଙ୍ଗରାଜେ ଅନାୟତ୍ତ ହୋଇ ସେହି ଅନାଥଶରଣ ପତିତପାବନ ଭଗବାନଙ୍କ ପବିତ୍ର ନାମ ହୃଦୟ ମଧ୍ୟରେ ଚିନ୍ତା କରିବାକୁ ଲାଗିଲେ। ସେ ଦେଖିଲେ, ଅନନ୍ତ ଆକାଶରେ ସୂର୍ଯ୍ୟମଣ୍ଡଳର ଅତି ଊର୍ଦ୍ଧ୍ୱରେ ରତ୍ନସିଂହାସନରେ ଗୋଟିଏ ଜ୍ୟୋତିର୍ମୟୀ, ଶାନ୍ତିମୟୀ, ଆଶାପ୍ରଦାୟିନୀ ସ୍ତ୍ରୀ ମୂର୍ତ୍ତି ବିରାଜିତା। ପୂର୍ବାପର ପୀଡ଼ା ସମୟରେ ସେ ମୂର୍ତ୍ତି ଶଯ୍ୟା ପାଖରେ ବସି ମଙ୍ଗରାଜଙ୍କ ଦେହରେ କୋମଳ ହସ୍ତ ବୁଲାଉଥିଲା। ବିମାନବାସିନୀ ଲାବଣ୍ୟମୟ ମୂର୍ତ୍ତି ସେହି ମୂର୍ତ୍ତିର ପ୍ରତିଛାୟା ଅଟେ। ସେହି ମୂର୍ତ୍ତି ଆଙ୍ଗୁଳି ସଙ୍କେତ କରି ମଙ୍ଗରାଜଙ୍କୁ ପାଶକୁ ଡାକୁଛନ୍ତି। ମଙ୍ଗରାଜଙ୍କ ଆତ୍ମା ସେହି ମୂର୍ତ୍ତିକୁ ଲକ୍ଷ୍ୟ କରି ଧାବିତ ହେଲା। ମଙ୍ଗରାଜଙ୍କ ଉଆସରେ ଚହଳ ପଡ଼ିଗଲା। ହରିବୋଲ, ହରିବୋଲ, ହରିବୋଲ।